ମଦ ବନ୍ଦ ହେଲେ ଆଉ କଣ ହବ? ଓଡିଶାରେ ତ ମଦ ବନ୍ଦ ହେଲେ ଗୋଟେ ଭଲ କାମ ହବ, କିନ୍ତୁ ଯୋଉମାନେ ପୋଖତ ମଦୁଆ, ଯୋଉମାନେ ରାତି ପାଇଲେ ମଦରେ ମୁହଁ ଧୁଅନ୍ତି, ଦାନ୍ତ ଘଷନ୍ତି, ଜଳଖିଆ କରନ୍ତି, ମଦକୁ ତାଙ୍କର ପାନୀୟ ଜଳ ଭାବେ ସେମାନେ ବ୍ୟବହାର କରନ୍ତି। ଆଉ ଭାଉଜ ବୁଝିଲ, ଆମେ ତାକୁ ଏମିତି ବ୍ୟବହାର କରୁ ତମେ ବିଶ୍ୱାସ କରିପାରିବନି। ଦିନେ ମୁଁ ଝାଡ଼ା ଯାଇଛି, ମୋ ପାଖରେ ପାଣି ନାହିଁ, କଣ କରିବି? ମଦ ଅଛି ଆଉ ଧୋଇଦେଲି ଆଉ କଣ କରିବ ଭାଉଜ କହୁନ? କିଛି ନାହିଁ ଉପାୟ, କିଛି କରିହବନି। ଖାଲି କଣ ସେତିକି? ବ୍ରସ୍ କରିଲା ବେଳେ ତମେ ପାଣି ୟୁଜ୍ କରୁଥିବ, ଆମେ କଣ ପାଣି ୟୁଜ୍ କରୁ? ମଦ, ସେଇ ମଦ। ସେମାନେ ଆଉ କଣ କରିବେ ଭାଇ? ଆଜ୍ଞା ତାଙ୍କ ଜୀବନରେ ଏତେ ଦୁଃଖ କଷ୍ଟ, ଲୋକ ତ ନିଜ ପରିବାର ପୋଷିବା ପାଇଁ ଓଡିଶା ଛାଡି ବାହାରକୁ ଯାଆନ୍ତି, କିନ୍ତୁ ଏଠି ଲୋକମାନେ ମଦ, ଯୋଉମାନେ ପୋଖତ ମଦୁଆ, ସେମାନେ ମଦ ପାଇଁ ହିଁ ଆଜ୍ଞା ଓଡିଶା ଛାଡିଦେବେ, ଆଫ୍ରିକା, ଆମେରିକା, ଇଣ୍ଡୋନେସିଆ, ଏମିତି ବହୁତ ଚାଇନା ଫାଇନା ଦେଶକୁ ପଳେଇବେ। ତମକୁ ମିଛ ମତେ ସତ, ତମକୁ ମିଛ ମତେ ସତ, ତମେ ବିଶ୍ୱାସ କରିବନି। ମଦ ପାଇଁ ମୁଁ ଦିନେ ଦୌଡ଼ି 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 ଆଫ୍ରିକା ଜଙ୍ଗଲରେ ଅଧା ବାଟରେ ମୁଁ ଦେଖିଲି ସୁତାଇ ସୁତାରେ ଗଧିଆ ମତେ ଚାକିରି ଖାଇ ଦେଇଥାନ୍ତା ଆଉ। ମଦ ପାଇଁ କଣ କରିବାକୁ ପଡୁଛି ବିଶ୍ୱାସ କରିପାରିବନି। कैसा लगा मेरा मजाक?